वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। Hello everyone, welcome you to UA2M classes. The target OSTT ପାଇଁ କ୍ଲାସ୍ ଚାଲୁଅଛି। ଆଜି ହେଉଛି କ୍ଲାସ୍ 31। ଆପଣ ଫୁଲ୍ କନସେପ୍ଟ କଭର କରାଯାଉଛି। ଆଜିକାର ଯେଉଁ କଣ୍ଟେଣ୍ଟ ରହିଛି ଏଜୁକେସନାଲ ମ୍ୟାନେଜମେଣ୍ଟ ଷ୍ଟ୍ରକ୍ଚର ଡିଫରେଣ୍ଟ ଲେବୁଲରେ, ଯେଉଁଟାକି ଆପଣ ଷ୍ଟେଟ୍ ଲେବୁଲ ଆଉ ଡିଷ୍ଟ୍ରିକ୍ଟ ଲେବୁଲ ବିଷୟରେ ଡିସ୍କସ୍ କରାଯିବ, ଯେଉଁଠି SCRT, OPEPA, BSc, ଡାଏଟ୍ସ ଆଣ୍ଡ DPP ବିଷୟରେ ଡିସ୍କସ୍ କରାଯିବ। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ଼ ହେଉଛି ସର୍ବପ୍ରଥମେ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଆଜିକାର ଯେଉଁ କନସେପ୍ଟଟି ରହିଛି, ଯୋଉଟାକି ହେଉଛି ଆମେ ପ୍ରଥମେ ଜାଣିବା SCRT ବିଷୟରେ। SCRTର ଆପଣ ଫୁଲ୍ ଫର୍ମ ହେଉଛି କ'ଣ? ନା ଆପଣ ଷ୍ଟେଟ୍ କାଉନସିଲ୍ ଅଫ୍ ଏଜୁକେସନ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ। ତ SCRT ଯେଉଁ ସଂସ୍ଥା ରହିଛି, ତାର କାମ କ'ଣ ଆମେ ତା ବିଷୟରେ ଜାଣିବା। ତ ତାର ଫୁଲ୍ ଫର୍ମ ବି ବେଳେବେଳେ ଆପଣ ମନେ ରଖନ୍ତୁ, ଯାହା ବି ମୁଁ ପଢ଼ଉଛି ବେଳେବେଳେ ଫୁଲ୍ ଫର୍ମ ପଡ଼ିଯାଏ, SCRT ଷ୍ଟାଣ୍ଡସ୍ ଫର୍ ଏମିତି କରିକି ପଡ଼ିଯିବ। ତ ଏଇଭଳିଆ ଆପଣଙ୍କର ସିଷ୍ଟମ୍ ପଡ଼େ। ତ ପୂର୍ବ କ୍ଲାସ୍‌ରେ ଆପଣ ଯଦି ଏଇ କ୍ଲାସ୍ ଦେଖୁଛନ୍ତି, ପୂର୍ବ କ୍ଲାସ୍ ଗୋଟେ କରିଦିଅନ୍ତୁ। ଆପଣଙ୍କର OSTT ପାଇଁ, OTT ପାଇଁ କ୍ଲାସ୍ ସବୁ ଚାଲିଛି। ବିଶେଷତଃ ଏଇ ସିଲାବସଟି ଯେଉଁ କଭର କରାହେଉଛି, ଏଟା ହେଉଛି OSTT ପାଇଁ ହିଁ କଭର କରାହେଉଛି, କାହିଁକିନା OTTରେ ସିଲାବସ୍ ନାହିଁ। ତ ଆପଣଙ୍କର ୟାକୁ ମର୍ଜ କରିକି ପୂର୍ବ କ୍ଲାସ୍ ଗୁଡ଼ାକ ଅଛି, ଆପଣ ଏଟା 31 କ୍ଲାସ୍, ଆପଣ ଆଉ 30ଟା କ୍ଲାସ୍ ପୂର୍ବରୁ ଅଛି। ଆପଣ ଯଦି ପେଡାଗୋଜି କନସେପ୍ଟ କଭର କରିବାକୁ ଚାହୁଁଛନ୍ତି ବା ଆପଣ ପେଡାଗୋଜି କନସେପ୍ଟ କ୍ଲିୟର କରିବାକୁ ଚାହୁଁଛନ୍ତି, ତା ପୂର୍ବ କ୍ଲାସ୍ ଗୁଡ଼ିକ ଆପଣ ଭଲ ଭାବରେ ଦେଖନ୍ତୁ, ନୋଟ୍ କରନ୍ତୁ। ଆଉ ଆପଣଙ୍କର ଭଲ ଭାବରେ ନୋଟ୍ କରିକି ପଢ଼ନ୍ତୁ, ତ ପେଡାଗୋଜି କନସେପ୍ଟ ଆରାମସେ କ୍ଲିୟର ହେଇଯିବେ। ତ ସବୁ ଆପଣଙ୍କର OTT ହଉ, STT ହଉ, CTTର ଆପଣଙ୍କ ଫୁଲ୍ କନସେପ୍ଟ କଭର କରାହେଉଛି ଆପଣଙ୍କ ଏଇ ପେଡାଗୋଜି କ୍ଲାସେସ୍ ମାଧ୍ୟମରେ। ତ ଆଜିକାର ଯେଉଁ କ୍ଲାସ୍‌ଟି ଅଛି, ଆପଣ OSTT ସିଲାବସ୍ କଭର କରାହେଉଛି। ତ ଆପଣଙ୍କର ଯେଉଁ ଷ୍ଟେଟ୍ ଲେବୁଲରେ ରହିଛି SCRT, ଆପଣ 31 କ୍ଲାସ୍, 30 କ୍ଲାସ୍ ଯେଉଁ ହେଇଥିଲା, ସେଥିରେ ମୁଁ NCERT ବିଷୟରେ କହିଥିଲି। NCERT ହେଉଛି ନ୍ୟାସନାଲ ଲେବୁଲରେ କାମ କରୁଛି, SCRT ହେଉଛି ଷ୍ଟେଟ୍ ଲେବୁଲରେ କାମ କରୁଛି। ସେଥିପାଇଁ ଷ୍ଟେଟ୍ କାଉନସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ। ତ ଟିଚରମାନଙ୍କୁ ଟ୍ରେନିଂ ଦବା, ଟିଚରମାନଙ୍କୁ ଆମେ କ'ଣ କରିବା, ଟ୍ରେନିଂ କୋର୍ସ ଦବା, ଏଇସବୁର କାମ ହେଉଛି SCRTର ଷ୍ଟେଟ୍ ଲେବୁଲରେ। ତ ଫର୍ଷ୍ଟ ଷ୍ଟେପ୍ ଟେକେନ୍ ଇନ୍ ଦ ଡାଇରେକ୍ସନ୍ ଦ ସେଟିଂ ଅଫ୍ SCRT ଇନ୍ ପ୍ୟାଟର୍ନ ଅଫ୍ NCERT। NCERT ପ୍ୟାଟର୍ନ ହିଁ SCRTକୁ ମାନେ ସେଟଅପ୍ କରାହେଇଥିଲା ଇନ୍ ଅଲ୍ ଦ ଷ୍ଟେଟ୍ ଆଣ୍ଡ ୟୁନିୟନ୍ ଟେରିଟୋରିଜ୍ ଅଫ୍ ଇଣ୍ଡିଆ ଆଣ୍ଡ ଡେଟେଡ୍ ୱାଜ୍, ଯୋଉଟାକି ଆମେ କହୁଛନ୍ତି 23/3, ଯୋଉଟାକି ଆମେ 1979 ମସିହାରେ ଯୋଉଟାକି ଆମର କ'ଣ କରାହେଇଥିଲା, ନା ୟାକୁ ସେଟିଂ କରାଯାଇଥିଲା। ତ ଷ୍ଟେଟ୍ ଇନଷ୍ଟିଟ୍ୟୁସନ୍, ଯେଉଁ ଷ୍ଟେଟ୍ ଇନଷ୍ଟିଟ୍ୟୁସନ୍ ରହିଲା SIES, ଆଉ ଗୋଟେ ରହିଲା ଷ୍ଟେଟ୍ ଇନଷ୍ଟିଟ୍ୟୁସନ୍ ଅଫ୍ ସାଇନ୍ସ ଏଜୁକେସନ୍ SISES, ଇନଟୁ SCRT ସିନ୍ସ ମାର୍ଚ୍ଚ 1979। ତାମାନେ ମାର୍ଚ୍ଚ 1979 ପାଖରୁ ସାଇନ୍ସ ନା ଷ୍ଟେଟ୍ ଇନଷ୍ଟିଟ୍ୟୁସନ୍ ବା ଆପଣଙ୍କର ଷ୍ଟେଟ୍ ଇନଷ୍ଟିଟ୍ୟୁସନ୍ ଅଫ୍ ସାଇନ୍ସ ଏଜୁକେସନ୍, ଯୋଉଟାକି ଆପଣ ସେପାରେଟ୍ ହେଇଥିଲା, ସେଟା SCRT ଅଣ୍ଡରକୁ ପଳେଇ ଆସିଲା। ତାପରେ ୟାର ଅବଜେକ୍ଟିଭ ବିଷୟରେ ଆମେ ଜାଣିବା, କ'ଣ SCRTର ଆପଣଙ୍କର ଅବଜେକ୍ଟିଭ ରହୁଛି, କାର୍ଯ୍ୟ ରହୁଛି, ଆମେ ସେ ବିଷୟରେ ଜାଣିବା। To bring about qualitative improvement and existing education system of the state। ତାମାନେ ଷ୍ଟେଟ୍ ଯେଉଁ ଏକ୍ଜିଷ୍ଟିଂ କରୁଛି, ଯେଉଁ ଏଜୁକେସନ୍ ସିଷ୍ଟମଟା, ଯେଉଁ ଏଜୁକେସନ୍ ସିଷ୍ଟମଟା ଚାଲିଛି ପ୍ରତ୍ୟେକ ଷ୍ଟେଟ୍‌ରେ, ତାକୁ ଇମ୍ପ୍ରୁଭ୍ କରାଇବ କାହାର ଦାୟିତ୍ୱ, ନା ଆପଣଙ୍କର SCRTର ଦାୟିତ୍ୱ। ସେଥିପାଇଁ NCERTର କାମ ଷ୍ଟେଟ୍ ଲେବୁଲରେ SCRT ହିଁ କରିଥାଏ। ତାପରେ ଆସିଲା ଟୁ ଡେଭଲପ୍ ଦ ପ୍ରି ସର୍ଭିସ୍, ଆଉ ଗୋଟେ ଇନ୍ ସର୍ଭିସ୍ ଏଜୁକେସନ୍ ଫର୍ ଟିଚର୍ ଆଣ୍ଡ ଏଜୁକେସନାଲ୍ ସୁପରଭାଇଜର୍। ତ ଟିଚରମାନଙ୍କ ପାଇଁ ଯେଉଁ ପ୍ରି ସର୍ଭିସ୍ ଆଉ ଇନ୍ ସର୍ଭିସ୍ ଟ୍ରେନିଂ କିଏ ଦେଇଥାଏ, ନା SCRT ହିଁ ତା ଉତ୍ତରଦାୟୀ ଥାଏ ବା ତାକୁ ଟିଚରମାନଙ୍କୁ ଟ୍ରେନିଂ ଦେଇଥାଏ। ଟୁ ଡେଭଲପ୍ ଦ କରିକୁଲମ୍ ଅଫ୍ ଦ ଭେରିୟସ୍ ସ୍କୁଲ ସବଜେକ୍ଟ ଆଣ୍ଡ ଷ୍ଟେଟ୍ ଆଣ୍ଡ ୟୁଟିଜ୍। ତାମାନେ ୟୁନିୟନ୍ ଟେରିଟୋରୀ ବା ଷ୍ଟେଟ୍ ମାନଙ୍କରେ ଯେଉଁ ବିଭିନ୍ନ ସ୍କୁଲ ଅଛି, ତାର କରିକୁଲମକୁ ଡେଭଲପ୍ କରାଏ, ମେଣ୍ଟେନ୍ କରାଏ, ଚେଞ୍ଜ କରାଏ, ଏଇସବୁ କାହାର ଦାୟିତ୍ୱ, ନା SCRT। ମନେ ରଖନ୍ତୁ, NCERT ହେଉଛି ଆପଣଙ୍କର ଯେମିତି CBSE ସ୍କୁଲ ମାନଙ୍କ ଦେଖିବେ, ସେଠି ଆପଣଙ୍କର ଯେଉଁ ସବୁ ବୁକ୍ସ ରହିଛି NCERTରେ ରହିଛି, ଆଉ ଷ୍ଟେଟ୍ ବୋର୍ଡର ଯେଉଁ ବୁକ୍ ଗୁଡ଼ା ରହିଛି, ଓଡ଼ିଆ ମିଡ଼ିୟମ୍, ଆମର ଓଡ଼ିଶାର ଓଡ଼ିଆ ମିଡ଼ିୟମ୍ ବୁକ୍, ତ ସେତିକାର ଯେଉଁ ଆପଣଙ୍କର ବୁକ୍ସ ପବ୍ଲିଶ କରୁଛି କିଏ, SCERT। ସେ କରିକୁଲମ୍ ବନଉଛି କି SCERT, ଏଟା ମନେ ରଖନ୍ତୁ। ତାପରେ ହେଉଛି ମନିଟର ଆଣ୍ଡ ଡେଭଲପ୍ ଏଜୁକେସନାଲ ପ୍ରୋଗ୍ରାମ, ଏଇ କାମ ହେଉଛି କାହାର, SCERTର। ଏଟା ମନେ ରଖନ୍ତୁ, ଷ୍ଟେଟ୍ ଲେବୁଲରେ ଆପଣଙ୍କର ଏଜୁକେସନାଲ ପ୍ରୋଗ୍ରାମକୁ ମନିଟର ଆଉ ଡେଭଲପ୍ କିଏ କରୁଛି, ନା ଆପଣଙ୍କର ହେଉଛି SCERT। ମନେ ରଖିଥିବେ ଏ କଥା। ଏଇ ଯେଉଁ ମୁଁ ଆପଣଙ୍କୁ ପଏଣ୍ଟ ଗୁଡ଼ା କହୁଛି, ଏଇଟା ହିଁ ଆପଣଙ୍କ ଏକ୍ଜାମରେ ଆସିବ, ଏଇଭଳିଆ ହିଁ ଆସିବ। ଟୁ ପ୍ରୋଭାଇଡ୍ ଦ କ୍ୟାରିୟର ଗାଇଡାନ୍ସ ଆଣ୍ଡ କାଉନସେଲିଂ ଟୁ ଦ ସ୍କୁଲ ଷ୍ଟୁଡେଣ୍ଟମାନଙ୍କୁ ପ୍ରୋଭାଇଡ୍ କରିବା କ୍ୟାରିୟର ଗାଇଡାନ୍ସ ଆଉ କାଉନସେଲିଂ, ଏସବୁ ହେଉଛି SCERTର କାମ। ପ୍ରେସ୍କ୍ରାଇବ୍ ଦ ଟେକ୍ସଟ ବୁକ୍ ଫର୍ ସ୍କୁଲର ଟେକ୍ସଟ ବୁକ୍ ପ୍ରେସ୍କ୍ରାଇବ୍ କରିବା, ଟେକ୍ସଟ ବୁକ୍ ବନାଏ ଷ୍ଟେଟ୍ ମାନଙ୍କରେ, ଯେମିତି ଓଡ଼ିଶାର ଓଡ଼ିଆ ମିଡ଼ିୟମ୍ ବୁକ୍ ଗୁଡ଼ାକ। ତ ସେଗୁଡ଼ାକ ସବୁ କାହାର ଦାୟିତ୍ୱ, ନା SCERTର ଦାୟିତ୍ୱ। ଦେଖିଥିବେ ବୁକ୍‌ରେ ବି ଲେଖା ହେଇଛି।
ତାପରେ ହଉଛି ଟୁ କୋଅର୍ଡିନେଟ୍ ଦ ପ୍ରୋଗ୍ରାମ ଅଫ୍ ଡିଫରେଣ୍ଟ ସବଜେକ୍ଟ ଟିଚର୍ସ ଆସୋସିଏଟ୍ ଦ ଷ୍ଟେଟ୍। ତାମାନେ ବିଭିନ୍ନ କଣ ଡିଫରେଣ୍ଟ ସବଜେକ୍ଟ ଟିଚର ସହିତ ସେ କଣ କରେ ପ୍ରୋଗ୍ରାମ କୋଅର୍ଡିନେଟ୍ କରେ ଯାହାଦ୍ୱାରା ତାଙ୍କୁ ସବଜେକ୍ଟ କେମିତି ପଢେଇବେ, ଡିଫରେଣ୍ଟ ସବଜେକ୍ଟ କିପରି ଭଲ ଭାବରେ ପିଲାମାନଙ୍କୁ ପଢେଇବେ ତା ବିଷୟରେ ଟ୍ରେନିଂ ବି ଦିଆଯାଇଥାଏ। ତ ଏଇ ହଉଛି କଣ ନା ଏସସିଆରଟିର ଆପଣ କାମ ବିଷୟରେ ଜାଣିଲେ। ତାପରେ ଆମେ ଜାଣିବା ଓପେପା ବିଷୟରେ। ଓପେପା କଣ? ନା ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥରିଟି ଯୋଉଟାକି ତାର ଅଫିସ ରହିଛି ବିବିଏସ୍ଆର୍ ଭୁବନେଶ୍ୱରରେ ରହିଛି ହେଲା ଏଟା ମନେ ରଖିଥିବେ। ଭୁବନେଶ୍ୱରରେ ରହିଛି ଆପଣଙ୍କର ହଉଛି କଣ ଓପେପା ଅଫିସ। ତ ଓପେପାର ଫୁଲ ଫର୍ମ କଣ? ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥରିଟି। ତ ଆପଣ ମନେ ରଖିଥିବେ ଗୋଟେ କଥା ପୂର୍ବରୁ କହିଦଉଛି। ତ ଆପଣ ଯୋଉ ଜୁନିୟର ଟିଚର ପୋଷ୍ଟିଂ ପାଉଛନ୍ତି ସେ ହଉଛି ଓପେପା ଅଣ୍ଡରରେ ପାଉଛନ୍ତି। ଓପେପା ତାକୁ କଣ୍ଡକ୍ଟ କରୁଛି, ଓପେପା ତାକୁ ମାନେ ରିକ୍ରୁଟ କରୁଛି ଆଉ ପୋଷ୍ଟିଂ ଦଉଛି ଏଇଟା ମନେ ରଖିଥିବେ। ଓପେପା ଗାଇଡଲାଇନ ଅନୁସାରେ ହୋଇଥାଏ। ତ ଓପେପା ହଉଛି ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମର ଅଥରିଟି ବୋଲି କୁହାଯାଏ ହେଲା। ତ ଆମ ଷ୍ଟେଟରେ ଯୋଉ ପ୍ରାଇମେରୀ ପ୍ରୋଗ୍ରାମ ଅଛି ବା ପ୍ରାଇମେରୀ ଏଜୁକେସନ ଅଛି ଯୋଉଠି ଆପଣ ପ୍ରଥମ ଶ୍ରେଣୀରୁ 7 କ୍ଲାସ ପର୍ଯ୍ୟନ୍ତ ଯୋଉ ରହୁଛି ହେଲା। ତ ସେ ତାର ଉତ୍ତରଦାୟୀ କିଏ ଅଛି? ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥରିଟି ଓପେପା। तो पेपर वाज registered as a society on January 1996 ରେ ସେ ରେଜିଷ୍ଟର କରାଗଲା and it was implemented for SSA ସର୍ବଶିକ୍ଷା ଅଭିଯାନକୁ ଆଗକୁ ନବା ପାଇଁ ଓପେପାକୁ ଇନଷ୍ଟଲ କରାଗଲା ବା ଏଷ୍ଟାବ୍ଲିଶ କରାଗଲା in the state for universalization of elementary education କୁ ୟୁନିଭର୍ସାଲାଇଜ କରିବା ପାଇଁ। ତ ଓପେପା ରନ୍ ସ୍ପେସିଆଲି ଏସଏସଏ ପ୍ରୋଗ୍ରାମ। ଏସଏସଏ ସ୍ପେସିଆଲି ଏସଏସଏ ସର୍ବଶିକ୍ଷା ଅଭିଯାନ ପ୍ରୋଗ୍ରାମ ଗୁଡା କିଏ ରନ୍ କରଉଛି? ଓପେପା। ଲାଇକ୍ ଆପଣ ଏନପିଜିଏଲ ନ୍ୟାସନାଲ ପଲିସି ଅଫ ଏଲିମେଣ୍ଟାରୀ ଗର୍ଲସ ନା ନ୍ୟାସନାଲ ପଲିସି ଏଜୁକେସନ ଫର ଗର୍ଲସ ଆଟ୍ ଏଲିମେଣ୍ଟାରୀ ଲେବୁଲ ଯୋଉଟାକି ଆପଣ ଏନପିଜିଏଲ ଫୁଲ ଫର୍ମ ତାର କାମ କରଉଛି ଯୋଉ ଗାର୍ଲ ମାନଙ୍କୁ ଏଲିମେଣ୍ଟାରୀ ଲେବୁଲରେ ଆଗକୁ ନବା ଆଉ କେଜିବିବି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ତାକୁ ପ୍ରତିଷ୍ଠା କରିବା ଏସବୁର କାମ ହଉଛି ଏଇ ପ୍ରୋଗ୍ରାମ କାମ ଓପେପା କରେ। ତାପରେ ହେଲା କଣ ଦ ପ୍ରାୟୋରିଟି ଏରିଆ ଅଫ ଇଣ୍ଟରଭେନସନ ଓପେପା ପ୍ଲାନିଂ ତାର କାମ କଣ ଓପେପାର ପ୍ଲାନିଂ କରିବା, ପେଡାଗୋଜି ମାନେ କିପରି ଆପଣ ଭଲ ଭାବରେ ପଢେଇବେ, ଟିଚର ମାନଙ୍କୁ ଟ୍ରେନିଂ ଦବା ଆଉ ମଲ୍ଟିଲିଙ୍ଗୁଆଲ ଏଜୁକେସନ କାହିଁକିନା ଆମ ଓଡିଶାରେ ବିଭିନ୍ନ ପ୍ରକାର ଲାଙ୍ଗୁଏଜ କହୁଥିବା ଲୋକ ଅଛନ୍ତି ତେଣୁ ସ୍କୁଲ ଅଛି ସେ ଏରିଆରେ ସେଇ ମଲ୍ଟିଲିଙ୍ଗୁଆଲ ଉପରେ କାମ କରିକି ଯେମିତି ଟିଚର ପଢେଇବେ ତାଙ୍କ ଲାଙ୍ଗୁଏଜରେ ପଢେଇବାକୁ ଚେଷ୍ଟା କ୍ଷମତା ସମ୍ପନ୍ନ ହେବେ ସେ ବିଷୟରେ ଓପେପା ବୁଝିଥାଏ। ତାପରେ ଆସିଲା କଣ ଇଟ୍ ରେଜିଷ୍ଟର୍ଡ ଅନ୍ 30 ଜାନୁଆରୀ 1996 ରେ ଏଟା ରେଜିଷ୍ଟର୍ଡ ହେଲା। ଆଉ ଓପେପା ୱାଜ ରିନେମ୍ଡ ଓପେପା ଏବେ ରିନେମ୍ଡ ହେଇଯାଇଛି। ଓପେପା ଯୋଉ ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥରିଟି ଥିଲା ସେଟା ରିନେମ୍ ହେଇଯାଇଛି ଓ ସେଟା ରିନେମ୍ ହେଇକି ଓସେପା ହେଇଯାଇଛି। ଓସେପାର ଫୁଲ ଫର୍ମ କଣ ଆମେ ଜାଣିନବା? ଓଡିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି ଏଟା ମନେ ରଖିଥାନ୍ତୁ। ବର୍ତ୍ତମାନ ଏଟା ଆପଣ 2001 ରେ ହିଁ ତାକୁ ମାନେ ପାଖାପାଖି 2021 ରେ ହିଁ ତାକୁ ଆପଣଙ୍କର ରିନେମ୍ କରାଯାଇଛି। ଏଟା ମନେ ରଖନ୍ତୁ 2021 ପାଖାପାଖିରେ ତାକୁ ରିନେମ୍ କରାହେଇଛି ହେଲା। ଏଟା ମନେ ରଖିଥିବେ। ଏଇଟା ହଉଛି ଓପେପା ବିଷୟରେ ମୁଁ ଆପଣଙ୍କୁ କହିଲି। ୟା ବିଷୟରେ ବି କ୍ୱେଶ୍ଚନ ଆସିପାରେ। ତାପରେ ଆସିଲା ବିଏସଇ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ। ଏଟା ମନେ ରଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ କଣ? ତା କାମ କଣ? ନା ଏଭ୍ରି ଷ୍ଟେଟ୍ ହାଜ୍ ଇଟ୍ସ ଓନ୍ ବୋର୍ଡ। ପ୍ରତ୍ୟେକ ଷ୍ଟେଟରେ ନିଜର ଗୋଟେ ବୋର୍ଡ ଅଛି, ସ୍କୁଲର ଗୋଟେ ବୋର୍ଡ ଅଛି। ଯେମିତିକି ଆପଣଙ୍କର ସିବିଏସଇ ସେଭଳିଆ ଆମ ଓଡିଆ ମିଡିୟମ ର ବୋର୍ଡ ହଉଛି କିଏ? ବିଏସଇ ମନେ ରଖନ୍ତୁ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ। ତ ଲୁକ୍ ଆଫ୍ଟର ଦ ଏକାଡେମିକ ଏଫେୟାର ଅଫ ସ୍କୁଲ କମିଂ ଅଣ୍ଡର ଇଟ୍। ତାମାନେ ଯୋଉ ବୋର୍ଡ ଯୋଉ ସ୍କୁଲ ଗୁଡାକ ଇଏ ଅଣ୍ଡର ଆସୁଛି ତାକୁ ଇଏ ବୁଝିବ। ତ ଇଏ ବୋର୍ଡର ନାଁ କଣ? ନା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ। ଆମ ଓଡିଆ ମିଡିୟମର ଯୋଉ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ କୁହାଯାଏ ବିଏସଇ। ତ ଇଟ୍ ଇଜ ଏ ବୋର୍ଡ ଅଫ ଏଜୁକେସନ ଯୋଉ ଆମେ 10 କ୍ଲାସ ସାର୍ଟିଫିକେଟ ବୋର୍ଡ ଅଫ ବିଏସଇ ଦିଏ ହେଲା ଏଟା ମନେ ରଖିଥିବେ। ତାପରେ ପ୍ଲସ ଟୁ ହଉଛି ସିଏସଇ ହେଲା। ତାପରେ ପ୍ଲସ ଥ୍ରୀ ହଉଛି ଆପଣ ଯୋଉ ୟୁନିଭର୍ସିଟିରେ ପଢିବେ ହେଲା। ତ ଇଟ୍ ଇଜ ଏ ବୋର୍ଡ ଅଫ ଏଜୁକେସନ ଅଫ ପବ୍ଲିକ ପ୍ରାଇଭେଟ ସ୍କୁଲ ଯୋଉ ପବ୍ଲିକ ପ୍ରାଇଭେଟ ସ୍କୁଲ ରହିଲା ଅଣ୍ଡର ଦ ଗଭର୍ଣ୍ଣମେଣ୍ଟ ଅଫ ଓଡିଶା ଅଣ୍ଡରରେ ଯିଏ ରହିଲା ତାକୁ ଅଥରିଟି କିଏ ହଉଛି? ବିଏସଇ ମନେ ରଖିଥିବେ। ବିଏସଇ ହଉଛି ତାର ଅଥରିଟି। ଇଟ୍ ୱାଜ୍ ଫର୍ମ ଅନ୍ ଦ ଓଡିଶା ଏଜୁକେସନ ଆକ୍ଟ 1953 ର ଆକ୍ଟ ଯୋଉ ଅଛି ସେଇ ଅଣ୍ଡରରେ ଏକୁ ଗଠନ କରାଯାଇଥିଲା। ତ ବିଏସଇ ୱାଜ୍ ଫର୍ମ ଅନ୍ 3 ନଭେମ୍ବର 1994 ରେ ଏକୁ ଗଠନ କରାଯାଇଥିଲା। ହେଡକ୍ୱାର୍ଟର ହଉଛି ଆପଣଙ୍କର ଏଇ ଯୋଉ ଓଡିଶାରେ ତା ଆମର ବିଏସଇ ର ହେଡକ୍ୱାର୍ଟର ହଉଛି ବଜ୍ରକବାଟୀ ରୋଡ କଟକରେ। ଏଟା ମନେ ରଖିଥିବେ। କଟକରେ ହଉଛି କଣ? ନା ଆପଣଙ୍କର କଟକ ହଉଛି ୟାର ହେଡ ଅଫିସ। ତ କଟକରେ ଆପଣଙ୍କର ବଜ୍ରକବାଟୀ ରୋଡ ଯୋଉ ଅଛି ସେଠି ଆପଣଙ୍କର ଏଇଟା ହଉଛି ହେଡକ୍ୱାର୍ଟର ବୋଲି କୁହାଯାଉଛି। ଦେୟାର ଆର୍ 6 ଜୋନାଲ ଅଫିସ ଅଛି। ତ ଆପଣଙ୍କର ଯୋଉ ରହିଛି ବିଏସଇ ର ଜୋନାଲ ଅଫିସ ଆପଣଙ୍କର 6ଟା ଜୋନାଲ ଅଫିସ ଅଛି। ଫାଷ୍ଟ ହଉଛି କଟକରେ, ଭୁବନେଶ୍ୱରରେ, ଆପଣଙ୍କର ହଉଛି ବାଲେଶ୍ୱରରେ ଗୋଟେ, ଆଉ ଗୋଟେ ବାରିପଦାରେ, ବ୍ରହ୍ମପୁରରେ ଆଉ ଆପଣଙ୍କର ସମ୍ବଲପୁରରେ। 6ଟା ହଉଛି ଆପଣ ଜୋନାଲ ଅଫିସ ରହିଛି। ଆଉ ହେଡ ଅଫିସ ରହିଛି କଟକରେ। ଏଟା ମନେ ରଖିଥିବେ ହେଡ ଅଫିସ ରହିଛି କଟକରେ।
ଆଉ ୟାର କାମ କଣ ନା କଣ୍ଡକ୍ଟ ହାଇ ସ୍କୁଲ ସାର୍ଟିଫିକେଟ ଏକ୍ଜାମ ଏଚଏସସି ର ଯୋଉ ଆପଣ ହାଇ ସ୍କୁଲ ସାର୍ଟିଫିକେଟ ଏକ୍ଜାମ ଟା ହଉଛି ତାକୁ କଣ୍ଡକ୍ଟ କିଏ କରଉଛି ନା ଆପଣଙ୍କର ବିଏସସି କରଉଛି ଏଟା ମନେ ରଖିଥିବେ। ଆଉ ଯୋଉ ସାର୍ଟିଫିକେଟ ଇସ୍ୟୁ କରଉଛି ତାକୁ ବି ବିଏସସି ସାର୍ଟିଫିକେଟ ଇସ୍ୟୁ କରୁଛି। ହାଇ ସ୍କୁଲର ଯୋଉ ଆପଣ ମେନ୍ ସାର୍ଟିଫିକେଟ ଯୋଉ ଆପଣଙ୍କର ମେଟ୍ରିକ ର ତାକୁ ଦେଖିବେ ଆପଣଙ୍କ ସାର୍ଟିଫିକେଟ ଲେଖା ହେଇଥିବ ବିଏସସି। ତ ଏଇଗୁଡାକ ମନେ ରଖିଥିବେ, ଏଇଗୁଡା ହିଁ କ୍ୱେଶ୍ଚନ ଆସୁଛି। ତାପରେ ଆସିଲା ଡିଷ୍ଟ୍ରିକ୍ଟ ଲେବୁଲରେ କିଛି ଜାଣିବା ଇମ୍ପୋର୍ଟାଣ୍ଟ ଯୋଉଗୁଡା କ୍ୱେଶ୍ଚନ ଆସୁଛି ସେଇ ଇମ୍ପୋର୍ଟାଣ୍ଟ ଗୁଡା ଆମେ ଜାଣିବା। ଡାଏଟ୍ସ ତ ଆପଣ ଯେତେବେଳେ ସିଟି କରୁଥିବେ ଡିଏଲଇଡି କୋର୍ସ କରୁଥିବେ ଆପଣ ଡାଏଟ୍ସ ମାନଙ୍କର ଡାଏଟ୍ସ ହିଁ ତାକୁ ଆପଣଙ୍କର ସେ ଡିଏଲଇଡି ବା ସିଟି କୋର୍ସ ଆପଣଙ୍କୁ ପ୍ରୋଭାଇଡ କରୁଛି ଯୋଉଟା କି ଆପଣଙ୍କର ପ୍ରାଇମେରୀ ସ୍କୁଲର ଟିଚର ହେବା ପାଇଁ। ତ ଡାଏଟ ର ଫୁଲ ଫର୍ମ ହଉଛି ଡିଷ୍ଟ୍ରିକ୍ଟ ଇନଷ୍ଟିଟ୍ୟୁସନ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ। ତ ଏଟା ଡିଷ୍ଟ୍ରିକ୍ଟ ଇନଷ୍ଟିଟ୍ୟୁସନ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ ଏର ଫୁଲ ଫର୍ମ। The diets are third district level support system and qualitative improvement on education addition to the national and state level agency like NCERT, NUPA, SCERT ଭଳିଆ ଇଏ ଡିଷ୍ଟ୍ରିକ୍ଟ ଲେବୁଲରେ କାମ କରିଥାଏ କିଏ ଡାଏଟ ଏଟା ମନେ ରଖିଥିବେ। The mission of diet is provide academic and research support at the grassroots level and success of various strategies and program being undertaken in the area of elementary and adult education। ତ elementary adult education କ୍ଷେତ୍ରରେ ଯୋଉ ସବୁ ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ଆଉ ଷ୍ଟ୍ରାଟେଜି ଥାଏ ତାକୁ କଣ୍ଡକ୍ଟ କିଏ କରାଇଥାଏ ନା ଡାଏଟ। ଏଟା ମନେ ରଖିଥିବେ ହେଲା। ଏଟା ମନେ ରଖିଥାନ୍ତୁ। ଏଇ ଯାହା ବି ଆପଣଙ୍କ ଇମ୍ପୋର୍ଟାଣ୍ଟ ଆପଣଙ୍କୁ ଡିସ୍କସ କରୁଛି ଏଟା ମନେ ରଖନ୍ତୁ। ତାପରେ ହଉଛି ତ ପ୍ରୋଭାଇଡ ୟୁନିଭର୍ସାଲାଇଜ ଅଫ ଏଲିମେଣ୍ଟାରୀ ଏଜୁକେସନ। ଏଲିମେଣ୍ଟାରୀ ଏଜୁକେସନକୁ ୟୁନିଭର୍ସାଲାଇଜ କରିବା ଦାୟିତ୍ୱ ହଉଛି ଆପଣଙ୍କର କାହାର ଡାଏଟର। ପୁଣି ଆପଣଙ୍କ କଣ କୁହାଯାଉଛି ନା ଟ୍ରେନ ଦ ଟିଚର ଅଫ ଏଲିମେଣ୍ଟାରୀ ସ୍କୁଲ ବୋଥ ଦ ପ୍ରି ସର୍ଭିସ ଇନ ସର୍ଭିସରେ ଆପଣ ଯୋଉ ଡିଏଲଇଡି କୋର୍ସର ଯୋଉ ଟିଚର ମାନେ ଯୋଉ ଆପଣ ଟ୍ରେନ ହଉଛନ୍ତି ପ୍ରାଇମେରୀ ଟିଚର ତାକୁ ଟ୍ରେନ କରିବା ଦାୟିତ୍ୱ ଡାଏଟ ମାନଙ୍କର। ତାପରେ ହଉଛି ଏଜୁକେସନ ଫର ପ୍ରମୋଟିଂ କ୍ୱାଲିଟି ଆଣ୍ଡ ସୋସିଆଲ ଜଷ୍ଟିସ ଏମଙ୍ଗ ଦ ଏସସି ଏଣ୍ଡ ଏସଟି ପିଲାଙ୍କ ପାଇଁ ଯୋଉ କ୍ୱାଲିଟି ବ୍ୟବସ୍ଥା କରାଯାଇଛି ଆଉ ସୋସିଆଲ ଜଷ୍ଟିସ ହିସାବରେ ଏଟା ଡାଏଟ କରୁଛି। ତାପରେ ଭୋକାସନାଲାଇଜ ଅଫ ଏଣ୍ଟାୟାର ଏଜୁକେସନ ପ୍ରୋସେସକୁ ଭୋକେସନାଲାଇଜ ଦାୟିତ୍ୱ ବି ରହୁଛି କାର ଡାଏଟର। ଏଟା ମନେ ରଖିଥାନ୍ତୁ। ଯାହା ବି ଡିସ୍କସ କରୁଛି ଏଇ ରିଗାର୍ଡିଂ କ୍ୱେଶ୍ଚନ ଆସିପାରେ। ତାପରେ ଆସିଲା ଡିପିଇପି ଡିଷ୍ଟ୍ରିକ୍ଟ ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଡିପିପି ୟାକୁ ମନେ ରଖିଥିବେ। ତ ଏସଏସ୍ ଅଣ୍ଡରରେ ବି ଏଟା ରହୁଛି ଡିପିପି। ତ ଦ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଲଞ୍ଚ ଦ ଡିଷ୍ଟ୍ରିକ୍ଟ ପ୍ରାଇମେରୀ ପ୍ରୋଗ୍ରାମ ଏଜୁକେସନ ପ୍ରୋଗ୍ରାମ ଇନ୍ 1994 ହେଲା। ଆଉ ଏଟା କେତେଟା ଡିଷ୍ଟ୍ରିକ୍ଟରେ ଲଞ୍ଚ କରାଯାଇଥିଲା ନା 271 ଡିଷ୍ଟ୍ରିକ୍ଟରେ ଲଞ୍ଚ କରାଯାଇଥିଲା, 18ଟା ଷ୍ଟେଟରେ ଲଞ୍ଚ କରାଯାଇଥିଲା। this program has been started low female literacy state of district। ତାମାନେ ଆପଣ ଲୋ ଫିମେଲ ଲିଟରେସି ଯୋଉ ଷ୍ଟେଟ ବା ଡିଷ୍ଟ୍ରିକ୍ଟରେ ରହୁଛି ସେଠି ଏ ପ୍ରୋଗ୍ରାମଟା କାମ କରେ ହେଲା ମନେ ରଖିଥିବେ। ଟୁ ମେକ୍ ଦ 100% ଏନରୋଲମେଣ୍ଟ ଲର୍ଣ୍ଣିଂ ଆଚିଭମେଣ୍ଟ ଅଫ ପ୍ରାଇମେରୀ ସ୍କୁଲ। ପ୍ରାଇମେରୀ ସ୍କୁଲରେ କିପରି ଲୋ ଲିଟରେସି ଫିମେଲ ମାନେ ଯାଇକି ସେଠି ପାଠ ପଢିବେ ସେ ବ୍ୟବସ୍ଥା କରିଥାଏ। ଆଉ ରିଡ୍ୟୁସ ଦ ଡ୍ରପ୍ ଆଉଟ୍ ରେଟ୍ ଅଫ 10%। ତାମାନେ ଆପଣ ଡ୍ରପ୍ ଆଉଟ୍ ରେଟ୍ ଯଦି ଅଧିକ ଥିବ ପାଠ ଛାଡିଦବା ପାଠ ପଢୁ ପଢୁ ସ୍କୁଲ ଆଉ ପାଠ ପଢିବାନି ଏ ଡ୍ରପ୍ ଆଉଟ୍ ରେଟ୍ କୁହାଯାଏ। ତାକୁ ଯେମିତି କି କମେଇକି ଆଣିକି 10% ରଖିବା। ଇଏ ହଉଛି ଡିଷ୍ଟ୍ରିକ୍ଟ ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମର କାମ। ଏଟା ମନେ ରଖିଥିବେ ନ୍ୟାସନାଲ ଲେବୁଲ ପ୍ରୋଗ୍ରାମ ଯୋଉଟା କି 1994ରେ ଲଞ୍ଚ କରିଥିଲା। ଆଉ ପ୍ରଥମେ 271 ଡିଷ୍ଟ୍ରିକ୍ଟ ଆଉ 18ଟା ଷ୍ଟେଟରେ ଏବେ ସବୁ ଷ୍ଟେଟରେ ଏଟା କାମ କରୁଛି ମନେ ରଖିବେ। ତ ଆପଣ ଫିମେଲ ଲିଟରେସିକୁ ଏନହାନ୍ସ କରୁଥିବା ପ୍ରୋଗ୍ରାମ କଣ ନା ତାର ଡିପିପି। ଏ କ୍ୱେଶ୍ଚନ ବି ଦେଖାଯାଇଛି ହାଇସ୍କୁଲ ଏକ୍ସାମରେ। ତାକୁ ଆପଣ ଭଲ ଭାବରେ ଦେଖିକି ଯାଆନ୍ତୁ। ତ ଏହା ହିଁ ରହୁଛି ଆପଣଙ୍କର ଆଜିକାର ଯୋଉ କ୍ଲାସଟି। ତ ଆଶା କରୁଛି ଆପଣ ଆରାମସେ ବୁଝିପାରିଥିବେ। ଯଦି ବୁଝିପାରିଥିବେ ଭିଡିଓକୁ ସେୟାର ଆଉ ଲାଇକ୍ କରିବାକୁ ଭୁଲିବେନି। ତ ନେକ୍ସଟ କ୍ଲାସରେ ଆମେ ନେକ୍ସଟ କନସେପ୍ଟ ସହିତ ଦେଖାହବା। ଆଜିକା ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।